ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ଶ୍ରୀରାମ ନବମୀ ଅବସରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ରାମଲୀଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କିଛି ସ୍ଥାନରେ ରାବଣ ନିଧନ ସହ ରାମଲୀଳାର ପରିସମାପ୍ତି ହୋଇଅଛି। ବୌଦ୍ଧ ଜିଲ୍ଲା ବାମଣ୍ଡା ଏବଂ ସସରାଠାରେ ପ୍ରଭୁ ରାଜୀବ ଲୋଚନ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ଶ୍ରୀ ତୁଳସୀଦାସଙ୍କ ରଚିତ ଶ୍ରୀରାମଚରିତ ମାନସ ପାଠ କରାଯାଇଥିଲା। ପ୍ରଚଣ୍ଡ ଗରମ ଏବଂ ଗୁଳିଗୁଳିକୁ ଭୃକ୍ଷେପ ନ କରି ଶହ ଶହ ଭକ୍ତ ଶ୍ରୀରାମ ରସ ପାନ କରି ନିଜକୁ କୃତକୃତ୍ୟ ମନେ କରିଥିଲେ। ଚୈତ୍ର ଶ୍ରୀରାମ ନବମୀର ଶୁଭାରମ୍ଭ ହୋଇଥିବା ରାମଲୀଳାର ଅନ୍ତିମ ଦିବସରେ ରାମ ରାବଣ ସମର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗୋଟିଏ ଦିଗରୁ ପ୍ରଭୁ ଶ୍ରୀରାମ, ଭ୍ରାତା ଲକ୍ଷ୍ମଣ, ଭକ୍ତ ଶ୍ରୀ ହନୁମାନ, ବିଭୀଷଣ, କିଷ୍କିନ୍ଧ୍ୟାଧିପତି ସୁଗ୍ରୀବ ଆଦି ରଥାରୂଢ଼ ହୋଇଥିବା ବେଳେ ଅନ୍ୟପଟୁ ଅନ୍ୟାୟୀ ଅଧର୍ମୀ ରାବଣ ତାର ଦୈତ୍ୟ ଦଳଙ୍କ ସହିତ ଯୁଦ୍ଧ କରିବାକୁ ଅଗ୍ରସର ହୋଇଥିଲା। ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ଆତସବାଜି ଏହି ସମର ଶୋଭାଯାତ୍ରାକୁ ଅତୀବ ଆକର୍ଷଣୀୟ କରିଥିଲା। ହଜାର ହଜାର ରାମ ପ୍ରେମୀ ଦର୍ଶକ ଏହି ଶୋଭାଯାତ୍ରାକୁ ଉପଭୋଗ କରିଥିଲେ। ଗ୍ରାମର ମଧ୍ୟଭାଗରେ ଉଭୟ ରାମ ଓ ରାବଣ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ଅତ୍ୟନ୍ତ ଉପଭୋଗ୍ୟ ଥିଲା। ଜୟ ଶ୍ରୀରାମ ଧ୍ୱନିରେ ଦଶଦିଗ ପ୍ରକମ୍ପିତ ହୋଇଉଠିଥିଲା। ରାତ୍ରିର ଅନ୍ତିମ ପ୍ରହରରେ ରଙ୍ଗୀନ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଥିଲା ପରମର ପରମ ଶ୍ରୀ ରଘୁପତି ଶ୍ରୀରାମଚନ୍ଦ୍ର ଓ ବିଂଶ ବାହୁଙ୍କ ମଧ୍ୟରେ ପ୍ରବଳ ସଂଗ୍ରାମ।
ଏଥିରେ ବସି ଯୁଦ୍ଧ କରନ୍ତୁ, ମୁଁ ରଥ ପରିଚାଳନା କରିବି। ବିଧାନସଭାଙ୍କ ସାହାଯ୍ୟକୁ ମୁଁ ସାଦରେ ଗ୍ରହଣ କରୁଛି। ଯଥା ଆଦେଶ ରଘୁପତି। ହାତରେ ରାବଣର ସମ୍ମୁଖକୁ ନିଅ। ମୋହନ ମୃତ୍ୟୁବାଣ ସୁରକ୍ଷିତ ସ୍ତମ୍ଭ ଭିତରୁ ଏ ମାନବ ଆଣିଲା କିପରି? ଏବେ ମୋର ଅନ୍ତିମ ସମୟ ପାଖେ ଆସିଲା। ହେ ରାମ, ପ୍ରକୃତରେ ପରମ ବ୍ରହ୍ମ, ଆଉ ଡେରି କାହିଁକି ପ୍ରଭୁ? ଅନ୍ୟାୟ ଅଧର୍ମ ଅତ୍ୟାଚାର ଅନାଚାରର ପ୍ରତୀକ ଦଶାନନ ରାବଣକୁ ପ୍ରଭୁ ଶ୍ରୀ ବିଷ୍ଣୁ ଅବତାର ଶ୍ରୀରାମ ବଧ କରିବା ଦୃଶ୍ୟ ସମସ୍ତଙ୍କୁ ଭାବ ବିଭୋର କରିଥିଲା। ହେ ରାମ, ପ୍ରକୃତରେ ପରମ ବ୍ରହ୍ମ, ଆଉ ଡେରି କାହିଁକି ପ୍ରଭୁ? ଶୀଘ୍ର କରି ଏ ପାପୀକୁ ମୁକ୍ତି ଦିଅ। ରାବଣ ନା ବିଭେଦ କର। ଦଶଶିର ରାବଣ ନିଜର ଅନ୍ତିମ ମୁହୂର୍ତ୍ତରେ ପ୍ରଭୁଙ୍କୁ ତାର ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରି ମୁକ୍ତି ନିମିତ୍ତ ବ୍ୟାକୁଳିତ ହୋଇ ଉଠିଥିଲା। ପ୍ରଭୁ ରାଜୀବ ଲୋଚନ ଶ୍ରୀରାମ ବିଂଶତି ବାହୁକୁ ମୁକ୍ତି ପ୍ରଦାନ କରିଥିଲେ। ଲଙ୍କାଧିପତି ମୋକ୍ଷ ପ୍ରାପ୍ତ କରି ବୈକୁଣ୍ଠପୁରକୁ ଗମନ କରିବା ପରେ ପରେ ରାମଲୀଳାର ପରିସମାପ୍ତି ହୋଇଥିଲା। ଯୁଗେ ଯୁଗେ ଯେ ଅନ୍ୟାୟୀ ଅତ୍ୟାଚାରୀ ମାନଙ୍କ ବିନାଶ ହୋଇଥାଏ, ରାମଲୀଳା ତାହାର ଏକ ଝଲକ ମାତ୍ର। ଜୟ ଶ୍ରୀରାମ।